ମୁଁ ଆଜି ବନେଇବି ରସମलाई। ତ ସେଥିପାଇଁ ମୁଁ ନେଇଛି ହାଫ୍ ଲିଟର କ୍ଷୀର। ଗୋଟେ ବାଉଲ୍ ମୁଁ ତାକୁ ଗରମ କରିଦେଉଛି। ହାଫ୍ ଚାମଚ ଭିନେଗାର। ମୁଁ ହାଫ୍ ଲିଟର କ୍ଷୀର ନେଇଛି, ସେଥିପାଇଁ ମୁଁ ଏଠି ହାଫ୍ ଚାମଚ ହିଁ ଭିନେଗାର ଆଡ୍ କରିବି। ଆପଣମାନେ ଦେଖିପାରୁଥିବେ କ୍ଷୀର ମୋର ଫୁଟିଗଲାଣି। ଏବେ ମୁଁ ଦେବି ଭିନେଗାର 1 ଚାମଚ। ଭଲ ଭାବରେ କ୍ଷୀରକୁ ଆମେ ମିକ୍ସ କରିନେବା। ଆପଣମାନେ ଦେଖିପାରୁଥିବେ ସେ ଅଳ୍ପ ଅଳ୍ପ କରି ଛିଣ୍ଡି ଆସିଲାଣି, ମାନେ ଆମର କ୍ଷୀରଟା ପୁରା ଛିଣ୍ଡିଯିବ, ଯାହାକି ଛେନା ପାଇଁ ସଫ୍ଟଲିରେ ଆମର ଛେନାଟା ବନିବ। ଏବେ ଆମେ ବର୍ତ୍ତମାନ ଛେନା ଗୁଡ଼ାକୁ ଗୋଟିଏ ବାଉଲରେ ଆମେ ରଖିନେବା। ଚାଲନ୍ତୁ ଦେଖନ୍ତୁ, ମୁଁ ଏଠି ଗୋଟେ ବାଉଲରେ ଏଇ ଛେନା ଗୁଡ଼ାକୁ କାଢ଼ି ନେଉଛି। ସବୁତକ ଛେନାକୁ ଆମେ ନରମ କରିକି ଦେଖିପାରୁଥିବେ କେତେ ସଫ୍ଟଲି ଆଉ ନରମ ହେଇଛି। ୟାକୁ ଆମେ କିଛି ସମୟ ଥଣ୍ଡା ପାଣିରେ ଧୋଇ ନେବା ମଧ୍ୟ। ଏବେ ଆମେ ହାତରେ ୟାକୁ ଚକଟି ନେବା। ଆପଣମାନେ ଦେଖିପାରୁଥିବେ କେତେ ସଫ୍ଟଲି ମୋର ହେଇଛି ଛେନାଟା, ପୁରା ଛେନା ଭଳି ପୁରା ଦେଖାଯାଉଛି କେତେ ସଫ୍ଟଲି। ତ ଆପଣମାନେ ବି ଏମିତି ହିଁ ମୁଁ ଯେମିତି ଟ୍ରିପ୍ ସବୁଗୁଡ଼ାକ ଦେଖେଇଲି ସେମିତି ଟ୍ରିପ୍ରେ ଆପଣମାନେ କରିବେ। ଦେଖିବେ ଯେ ଖାଉନଥିବା ଲୋକ ମଧ୍ୟ ଆଙ୍ଗୁଠି ଚୋବେଇକି ତାହାକୁ ଖାଇବ। ଏଠି ଗୋଟେ ସସ୍ପେନ୍ ବସେଇ ମୁଁ ଏଠି ଅଧ ଗ୍ଲାସ ପାଣି ନେବି। ପାଣିକୁ ପୁରା ମୁଁ ଗରମ ହେବା ପାଇଁ ହେଲା ପରେ ମୁଁ ଏଠି ସମାନ ଚାମଚରୁ 3 ସ୍ପୁନ୍ ମୁଁ ଏବେ ନେବି ଚିନି। ଆଭେଲେବଲ୍ ଅଛି ମୋର ଚିନି ଏଠି, ଆପଣ ଯେତେ ଚାହିଁବେ ସେତେ ନେଇପାରିବେ। ମୁଁ ମିନିମମ୍ 3, ଆପଣ ମ୍ୟାକ୍ସିମମ୍ରେ ମଧ୍ୟ ନେଇପାରିବେ। ଏଠି ଯେଉଁ ମୁଁ ଚିନି ପାଣି ନେଇଛି ସେଟା ପୁରା ଗରମ ହେଇଯାଇଛି। ଏବେ ମୁଁ ଗୋଟେ ଗୋଟେ କରି ଆମର ବବଲ୍ସ ଗୁଡ଼ାକୁ ଦେଇଦେବି ଛେନାର। ଆପଣ ସ୍ଲୋ ଆଉ ଗ୍ୟାସର ଫ୍ଲେମ୍କୁ ଆମେ ପୁରା ଲୋ ରଖିବା। ଆକୁ କିଛି ସମୟ ଫୁଟିବାକୁ ଛାଡ଼ିବା। ତାପରେ ଚାମଚ ଧରିକି ଆକୁ ଟିକେ ଘାଣ୍ଟି ଦେବେ, ଓଲଟା ଏପଟା ସେପଟା କରିଦେବା। ଯାହାଫଳରେ ଚିନି ସିରାଟା ତା ଭିତରେ କେମିତି ପଶିଯିବ। ଏଠି ଅଳ୍ପ କାଜୁ ନେଇଛେ ଆମେ, ଦେଖି ତୁ କାଢ଼। ଗୋଟେ ଚା ଛଣା ସାହାଯ୍ୟରେ ଆମେ ଗୋଟେ ଗୋଟେ କରି ଆକୁ କାଢ଼ି ନେବା। ବାଉଲ୍ ଗରମ ହେଇଯାଇଛି, ଏଥିରେ ମୁଁ କିଛି କ୍ଷୀର ଯେଉଁଟା ରଖିଥିଲି ତାକୁ ଦେଇଦେବି। ମୁଁ ଏଠି ମଇଦା ହାଫ୍ ସ୍ପୁନ୍ ନେଇଛି। ଏଠି ଗରମ ପାଣି ବି ମୁଁ ଟିକେ ଦେଇଦେବି। ହଁ ବାସ୍ ମୁଁ ମଇଦା ହାଫ୍ ସ୍ପୁନ୍କୁ ଅମୁଲରେ ଗରମ ପାଣି ଦେଇକି ଅମୁଲକୁ ଘାଣ୍ଟିକି ମଧ୍ୟ ଟିକେ ଆଡ୍। ଏବେ ଅମୁଲକୁ ପକେଇ ଦେଇଛି। ଏବେ ଚିନି ପକେଇବି। ମୁଁ ଏଠି 3 ସ୍ପୁନ୍ ହିଁ ଚିନି ଆଡ୍ କରିବି। ମଲାଇକୁ ମୁଁ ଏଇଭଳି ସଜେଇ, ଆଉ କିଛି ଗୁଣ୍ଡ କରିକି ବି ମୁଁ ରଖିଛି ଏଇ ଡ୍ରାଇ ଫ୍ରୁଟ୍ ଗୁଡ଼ିକୁ। ଆପଣମାନେ ଦେଖିପାରୁଥିବେ ଚଶମିଟା କେତେ କ୍ରେଜି ଆଉ ସଫ୍ଟଲି ହେଇଛି, ବନଉଛି ମିଠାଟା ନରମ। ଏଥିରେ ଟିକେ ଅଳେଇଚ ଆଡ୍ କଲୁ। ତାପରେ ଚଶନିକୁ ଥଣ୍ଡା ହେବାକୁ ଛାଡ଼ିଦେବା। ଏବେ ଆମେ ଚଶନିକୁ ଦେଇଦେବା। ଦେଖନ୍ତୁ କେତେ କ୍ରେଜି ଆଉ ସଫ୍ଟଲି ବନେଇଛି ଆମର। ଏମିତି ଥରେ ଘରେ ଆପଣ ଟ୍ରାଏ କରନ୍ତୁ।